ଅହଙ୍କାର କାହିଁକି କରିବି? ଆଜି ମାଟି ଉପରେ ଅଛି ତ କାଲି ମାଟି ତଳେ ଥିବି। ମରିବା ପରେ ତ ସମସ୍ତେ ଭଗବାନଙ୍କ ପାଖକୁ ଯାଇଥାନ୍ତି। ମହାତ୍ମା ତ ସେ ହୋଇଥାଏ ଯିଏ ମରିବା ଆଗରୁ ଭଗବାନଙ୍କ ପାଖକୁ ଯାଇଥାଏ। ଜୀବନରେ ଭଲ ଲୋକଙ୍କୁ ଖୋଜନ୍ତୁ ନାହିଁ, ନିଜେ ଭଲ ହୋଇଯାଆନ୍ତୁ। କାହିଁକି ନା ଆପଣଙ୍କ ସହିତ ସାକ୍ଷାତ କରି ଆଉ କାହାର ଖୋଜିବା ବନ୍ଦ ହୋଇଯିବ। ମୁଁ ଜୀବନରେ ବହୁତ ଲୋକ ଦେଖିଛି ଯାହାଙ୍କ ଦେହରେ କପଡ଼ା ନଥାଏ ଓ ମୁଁ ବହୁତ କପଡ଼ା ଦେଖିଛି ଯାହାଙ୍କ ଭିତରେ ଲୋକ ନଥାନ୍ତି। ଧନର ଭୋକ ଏମିତି ଲାଗିଲା ଯେ କାମ କରିବା ପାଇଁ ବାହାରକୁ ଗଲି ଓ ଯେତେବେଳେ ଧନ ମିଳିଗଲା ହାତରୁ ସମ୍ପର୍କ ଚାଲିଗଲା। ଛୁଆମାନଙ୍କ ସହିତ ସମୟ ବିତାଇବା ପାଇଁ ସମୟ ନଥିଲା ଓ ଯେତେବେଳେ ସମୟ ମିଳିଲା ଛୁଆମାନଙ୍କ ପାଖରେ ସମୟ ନଥିଲା। ସେମାନଙ୍କୁ କେବେ ଧନ୍ୟବାଦ କହିବାରେ ପଛାଇବ ନାହିଁ ଯେଉଁମାନେ ଆଜିର ଦିନରେ ମଧ୍ୟ ଆପଣଙ୍କୁ ତାଙ୍କ ସମୟ ଦେଇଥାନ୍ତି। ମୃତ୍ୟୁ ସମସ୍ତଙ୍କୁ ଆସିଥାଏ କିନ୍ତୁ ବଞ୍ଚିବା ସମସ୍ତଙ୍କୁ ଆସିନଥାଏ। ସେହି ଲୋକମାନଙ୍କ ଠାରୁ ସାବଧାନ ଥିବ ଯେଉଁ ଲୋକମାନଙ୍କ କଥାରେ ମିଠା ଓ ମନରେ ବିଷ ଥାଏ। ଜୀବନର ସବୁଠାରୁ ବଡ଼ ଭୁଲ ସେଇଟା ହୋଇଥାଏ ଯେଉଁ ଭୁଲରୁ ଆମେ କିଛି ଶିଖି ପାରିନଥାଉ। ଗରିବ ଲୋକଟିକୁ ବହୁତ ଦୂରକୁ ଚାଲିବାକୁ ପଡ଼ିଥାଏ ଖାଇବା ପାଇଁ, କିନ୍ତୁ ଧନୀ ଲୋକଟିକୁ ଦୂରକୁ ଚାଲିବାକୁ ପଡ଼ିଥାଏ ସେହି ଖାଦ୍ୟକୁ ହଜମ କରିବା ପାଇଁ। କାହା ପାଖରେ ଖାଇବା ପାଇଁ ଖାଦ୍ୟ ନାହିଁ ତ ଆଉ କାହା ପାଖରେ ଖାଇବା ପାଇଁ ସମୟ ନାହିଁ। କିଏ ଅସହାୟ ଅଟେ ସେଥିପାଇଁ ରୋଗରେ ପଡ଼ିଛି ଓ କିଏ ରୋଗରେ ପଡ଼ିଛି ସେଥିପାଇଁ ଅସହାୟ ଅଟେ। କିଏ ନିଜ ଲୋକଙ୍କ ପାଇଁ ଖାଇବା ଛାଡ଼ିଦିଏ ତ ଆଉ କିଏ ଖାଇବା ପାଇଁ ନିଜ ଲୋକଙ୍କୁ ଛାଡ଼ିଦିଏ। ବିପଦ ଯଦି ଆସୁଛି ଡରିକି କ'ଣ ହେବ? ବଞ୍ଚିବାର ବାଟ ଖୋଜ, ଏପରି ମରିଲେ କ'ଣ ହେବ? ଦୁନିଆ ଦରକାର ହିସାବରେ ଚାଲିଥାଏ। ଶୀତ ଦିନେ ଯେଉଁ ସୂର୍ଯ୍ୟର ଅପେକ୍ଷା କରାଯାଏ ଖରା ମାସରେ ସେହି ସୂର୍ଯ୍ୟଙ୍କୁ ତିରସ୍କାର କରାଯାଏ। ପାଣିରେ ପଡ଼ିକି କାହାର ଜୀବନ ଯାଇନଥାଏ, ଜୀବନ ସେତେବେଳେ ଯାଇଥାଏ ଯେତେବେଳେ ପହଁରା ଆସିନଥାଏ। ପରିସ୍ଥିତି କେବେ ସମସ୍ୟା ହୋଇନଥାଏ, ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ପରିସ୍ଥିତିରୁ ବାହାରିବାର ବାଟ ଆସିନଥାଏ। ଯେତେବେଳେ ଆପଣ ଜୀବନରେ ସଫଳ ହୋଇଥାନ୍ତି ଆପଣଙ୍କ ସମ୍ପର୍କୀୟ ଆପଣଙ୍କୁ ଜାଣିଥାନ୍ତି ଓ ଯେତେବେଳେ ଆପଣ ବିଫଳ ହୋଇଥାନ୍ତି ଆପଣଙ୍କ ସମ୍ପର୍କୀୟ କିଏ ତାହା ଆପଣ ଜାଣିଥାନ୍ତି। ଖୋଲିକି ହସନ୍ତୁ, କ'ଣ ଦୁଃଖ ଅଛି? ଜୀବନରେ ଟେନସନ୍ କାହାକୁ କମ୍ ଅଛି? ଭଲ କି ଖରାପ, ଏହା ତ ଏକ ଭ୍ରମ ଅଟେ। ଜୀବନର ନାମ ତ କେବେ ଦୁଃଖ ତ କେବେ ସୁଖ ଅଟେ। ଆମେ ବି ସେଇଠାରେ ଥାଉଁ, ସମ୍ପର୍କ ମଧ୍ୟ ସେଇଠାରେ ଥାଏ ଓ ରାସ୍ତା ମଧ୍ୟ ସେଇଠାରେ ଥାଏ, କିନ୍ତୁ ବଦଳି ଥାଏ ତ ସମୟ ଓ ଆମ ଚିନ୍ତାଧାରା। ଦୁନିଆରେ କେବଳ ମା ବାପା ଅଛନ୍ତି
ଯେଉଁମାନେ ବିନା ସ୍ୱାର୍ଥରେ ଭଲ ପାଇଥାନ୍ତି। ଯେଉଁ ଲୋକ ହାତରେ କାମ କରିଥାଏ ସେ ମଜୁରିଆ ଅଟେ। ଯିଏ ହାତ ଓ ବୁଦ୍ଧିରେ କାମ କରେ ସେ କାରିଗର ଅଟେ। ଯିଏ ହାତ ବୁଦ୍ଧି ଓ ମନରୁ କାମ କରେ ସେ କଳାକାର ଅଟେ। ଫଳ ଥିବା ଗଛ ଓ ବୁଦ୍ଧିମାନ ଲୋକ ସବୁବେଳେ ନଇଥାନ୍ତି, କିନ୍ତୁ ଶୁଖି ଯାଇଥିବା ଗଛ ଓ ମୂର୍ଖ ଲୋକ କେବେ ନଇ ନଥାନ୍ତି। କିଛି ଲୋକ ଭାଗ୍ୟ ପରି ହୋଇଥାନ୍ତି ଯେଉଁମାନେ କି ଆଶୀର୍ବାଦରୁ ମିଳିଥାନ୍ତି ଓ କିଛି ଲୋକ ଆଶୀର୍ବାଦ ପରି ହୋଇଥାନ୍ତି ଯେଉଁମାନେ ଭାଗ୍ୟ ବଦଳେଇ ଦେଇଥାନ୍ତି। ଅନ୍ୟ ଲୋକଙ୍କ ବିଷୟରେ ସେତିକି କହନ୍ତୁ ଯେତେ ନିଜ ବିଷୟରେ ଶୁଣିପାରିବେ। ଭଲ ସାଙ୍ଗ, ଭଲ ସମ୍ପର୍କୀୟ ଓ ଭଲ ବିଚାର ଯାହା ପାଖରେ ଥାଏ ତାହାକୁ ଦୁନିଆର କୌଣସି ଶକ୍ତି ହରାଇ ପାରିନଥାଏ। ଆଖି କେବଳ ଦୃଷ୍ଟି ପ୍ରଦାନ କରିଥାଏ, କିନ୍ତୁ ଆମେ କେଉଁଠାରେ କ'ଣ ଦେଖିଥାଉଁ ତାହା ଆମ ମନର ଭାବନା ଉପରେ ନିର୍ଭର କରେ। ଏହା ଜରୁରୀ ନୁହେଁ କି ପ୍ରତ୍ୟେକ ଲୋକ ଆମ ସହିତ ସାକ୍ଷାତ ହୋଇ ଖୁସି ହେବେ, କିନ୍ତୁ ଏତିକି ଚେଷ୍ଟା କରନ୍ତୁ କେହି ହେଲେ ଆମ ସହିତ ସାକ୍ଷାତ ହୋଇ ଦୁଃଖିତ ନ ହେବେ। ଭଗବାନଙ୍କୁ ଯଦି ମାଗୁଛ ତାହେଲେ ଭଗବାନଙ୍କୁ ମାଗ, କାହିଁକି ନା ଯଦି ଭଗବାନ ତୁମ ପାଖରେ ଥିବେ ତାହେଲେ ଦୁନିଆ ତୁମର ହେବ। ସେହି ଲୋକମାନେ କେବେ ଏକା ହୋଇନଥାନ୍ତି ଯେଉଁମାନଙ୍କ ପାଖରେ ସୁନ୍ଦର ଚିନ୍ତାଧାରା ଥାଏ। ଅଧିକାଂଶ ସେହି ଲୋକମାନେ ଆମକୁ ଅବହେଳା କରିଥାନ୍ତି ଯେଉଁ ଲୋକମାନଙ୍କୁ ଆମେ ଦରକାର ଠାରୁ ଅଧିକ ଧ୍ୟାନ ଦେଇଥାଉଁ। ମା ବାପାଙ୍କ ସହିତ ଆପଣଙ୍କ ବ୍ୟବହାର ସେହି କାହାଣୀ ଅଟେ ଯାହା ଆପଣ ଲେଖିଥାନ୍ତି ଓ ଆପଣଙ୍କ ପୁଅ ଝିଅ ପଢ଼ିକି ଆପଣଙ୍କୁ ଶୁଣାଇଥାନ୍ତି। କାହାର ସତ ଓ ସ୍ନେହକୁ ତାହାର ମୂର୍ଖାମି ଭାବନ୍ତୁ ନାହିଁ, ନହେଲେ କେଉଁଦିନ ତୁମେ ସତ ଓ ସ୍ନେହକୁ ଖୋଜୁଥିବ ଓ ଲୋକ ତୁମକୁ ମୂର୍ଖ କହୁଥିବେ। ଜୀବନ ମୋବାଇଲ ନୁହେଁ କି ମନପସନ୍ଦ ଗୀତ ବାଜିବ, ଜୀବନ ତ ରେଡ଼ିଓ ପରି ଅଟେ, କେବେ କେଉଁ ଗୀତ ବାଜିବ ଜଣା ପଡ଼ିନଥାଏ। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।